2023 ମସିହାରେ କୁମ୍ଭ ରାଶିରେ ରାଶିସ୍ୱାମୀ ଶନି 17 ଜାନୁଆରୀ 2023ରେ ପ୍ରବେଶ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ଶନିଙ୍କର 7.5ର ଦ୍ୱିତୀୟ ଚରଣ ଏମାନଙ୍କ ଉପରେ ଆରମ୍ଭ ହେବାକୁ ଯାଉଅଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ପର୍ଯ୍ୟାୟ ସବୁଠାରୁ ଯନ୍ତ୍ରଣାଦାୟକ ବୋଲି ବିବେଚନା କରାଯାଏ। ଏମାନଙ୍କର ଭାଇ ଓ ଭଉଣୀ, ପ୍ରୟାସର ଗତି, ଦାମ୍ପତ୍ୟ ଜୀବନ, ବ୍ୟବସାୟ, କ୍ୟାରିୟର ଏବଂ ଚାକିରି ପ୍ରଭୃତି ନୂଆ ବର୍ଷରେ ଶନି ଦେବଙ୍କ ପ୍ରଭାବରେ ରହିବ। ଏମାନେ ନିଜେ ବର୍ଷ ଆରମ୍ଭରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ତେବେ ଦାମ୍ପତ୍ୟ ଜୀବନରେ ସୁଖ ପାଇପାରନ୍ତି। ଆସନ୍ତୁ ଜାଣିବା 2023 ମସିହା କୁମ୍ଭ ରାଶି ପାଇଁ କିପରି ରହିଛି। ଜୟ ଜଗନ୍ନାଥ, ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ୟୁଟ୍ୟୁବ୍ର ଓଡ଼ିଆ ଚ୍ୟାନେଲ ଜ୍ଞାନ ନଦୀର ଆଜିର ଏହି ନୂତନ ଅଧ୍ୟାୟକୁ ସ୍ୱାଗତ କରୁଅଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷରେ ପ୍ରତିକାର ମଧ୍ୟ ଦିଆଯାଇଅଛି। କ୍ୟାରିୟର ଦୃଷ୍ଟିରୁ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏ ବର୍ଷ ଦେଖି ଚାହିଁ ଚଳିବାକୁ ପଡ଼ିବ। ଯେଉଁଠାରେ ଏମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ସହକର୍ମୀମାନେ ଏମାନଙ୍କୁ ବିବ୍ରତ କରିପାରନ୍ତି। ସେମାନେ ଏମାନଙ୍କୁ ତଳକୁ ଆଣିବାକୁ ବା ଟାଣିବାକୁ ଚେଷ୍ଟା କରିପାରନ୍ତି ଏବଂ ଏହି ରାଶିର ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ମଧ୍ୟ କରାଯାଇପାରେ। ସେଥିପାଇଁ ଏମାନଙ୍କୁ ଚାକିରିରେ ବହୁତ ଚ୍ୟାଲେଞ୍ଜିଂ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଏମାନେ ଚାକିରି ପରିବର୍ତ୍ତନ କରିବାକୁ ଚେଷ୍ଟା କରିପାରନ୍ତି। ମେ ଏବଂ ଅଗଷ୍ଟ ମଧ୍ୟରେ ଏମାନଙ୍କର ବିରୋଧୀମାନେ ଶକ୍ତିଶାଳୀ ହେବେ। ତଥାପି ସେପ୍ଟେମ୍ବରରୁ ଅବସ୍ଥା ଧୀରେ ଧୀରେ ବଦଳିବା ଆରମ୍ଭ କରିବ ଏବଂ ନଭେମ୍ବର ଡିସେମ୍ବର ମଧ୍ୟରେ ଏମାନଙ୍କୁ କ୍ୟାରିୟରରେ ସଫଳତା ମିଳିବା ଆରମ୍ଭ କରିବ। ଆର୍ଥିକ ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବର୍ଷ ଆରମ୍ଭରେ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବାର ସୂଚନା ମିଳୁଅଛି, କିନ୍ତୁ ବୃହସ୍ପତି ଦ୍ୱିତୀୟ ସ୍ଥାନରେ ଥିବାରୁ ଆର୍ଥିକ ଅବସ୍ଥା ଭଲ ରହିବ। ଯେତେବେଳେ ଶନିଙ୍କ ଗୋଚର କୁମ୍ଭ ରାଶିରେ ହେବ ସେତେବେଳେ ସେମାନଙ୍କର ଅବସ୍ଥା ଭଲ ହେବ ଏବଂ ଏମାନେ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସଫଳତା ପାଇବାକୁ ସମର୍ଥ ହେବେ। ଏହି ବର୍ଷ ଏମାନଙ୍କୁ ଅନେକ ସଞ୍ଚୟ ଯୋଜନାରେ ବିନିଯୋଗ କରିବାକୁ ଏକ ଭଲ ସୁଯୋଗ ମିଳିବ। ଯଦି ଏମାନେ ଷ୍ଟକ୍ ମାର୍କେଟରୁ ଲାଭ ପାଇବାକୁ ଚିନ୍ତା କରୁଛନ୍ତି ତେବେ ଏହି ବର୍ଷ ଏମାନଙ୍କ ପାଇଁ ଏ କ୍ଷେତ୍ରରେ ଭଲ ସଫଳତା ମିଳିପାରେ। ମୁଖ୍ୟତଃ ଜୁନ୍ ଓ ଜୁଲାଇ ମାସର ସମୟ ଏମାନଙ୍କ ପାଇଁ ଉତ୍କୃଷ୍ଟ ରହିବ। ନୂତନ ବର୍ଷରେ ଏମାନଙ୍କର ଟଙ୍କା ବା ଅର୍ଥ ଏବଂ ଲାଭ ସ୍ଥିତି ଭଲ ହେବ, କିନ୍ତୁ ବର୍ଷ ଆରମ୍ଭରେ ଏମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଜାନୁଆରୀ ମାସରେ ବିଦେଶୀ ସମ୍ପର୍କରୁ ମୁଦ୍ରା ଲାଭ ହେବାର ସମ୍ଭାବନା ରହିଅଛି। ବୃହସ୍ପତି ଏପ୍ରିଲ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ରହି ଏମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବେ। ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ବର୍ଷ କଠିନ ପରିଶ୍ରମ କଲେ ଏମାନେ ଭଲ ଟଙ୍କା ରୋଜଗାର କରିବାକୁ ସଫଳ ହେବେ। ପ୍ରେମ ଏବଂ ଦାମ୍ପତ୍ୟ ଜୀବନରେ ଏମାନେ 2023 ମସିହାରେ ଭଲ ସଫଳତା ପାଇବେ। ଏମାନେ ନିଜର ପ୍ରିୟ ବା ପ୍ରିୟାଙ୍କ ସହିତ ହୃଦୟ ସହିତ ସମ୍ପର୍କ ରଖିବେ। ତେବେ ମାର୍ଚ୍ଚ ମାସରେ ଏମାନଙ୍କ ସମ୍ପର୍କରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇପାରେ, କିନ୍ତୁ ଏପ୍ରିଲ ଏବଂ ମେ ମାସରେ ପରିସ୍ଥିତିରେ ସୁଧାର ଆସିବ। ଏହି ବର୍ଷ ଏମାନେ ନିଜର ପ୍ରେମ ଜୀବନକୁ ମୁକ୍ତ ଭାବରେ ଉପଭୋଗ କରିବାକୁ ସକ୍ଷମ ହେବେ। ଶିକ୍ଷା ଦୃଷ୍ଟିରୁ କୁମ୍ଭ ରାଶିର ଛାତ୍ରଛାତ୍ରୀମାନେ ବର୍ଷ ଆରମ୍ଭରେ ଭଲ ଖବର ପାଇବେ। ଅଧ୍ୟୟନରୁ ଭଲ ଫଳାଫଳ ମିଳିବ। ପିଲାମାନଙ୍କର ଉଦ୍ୟମ ସଫଳ ହେବ ଏବଂ ସେମାନେ ଶିକ୍ଷା କ୍ଷେତ୍ରରେ ଭଲ ମାର୍କ ପାଇପାରିବେ। ଏ ବର୍ଷର ପ୍ରଥମ 3 ମାସ ଏମାନଙ୍କ ପାଇଁ ଭଲ ରହିବ। ତଥାପି ମେ ଏବଂ ସେପ୍ଟେମ୍ବର ମଧ୍ୟରେ ଅଧ୍ୟୟନରେ ଅନେକ ପ୍ରକାର ବାଧା ଆସିପାରେ। ମାନସିକ ଚାପ ମଧ୍ୟ ରହିବ, କିନ୍ତୁ ବର୍ଷର ଶେଷ ମାସଗୁଡ଼ିକ ଏମାନଙ୍କ ପାଇଁ ଭଲ ସଫଳତା ଦେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏ ବର୍ଷ ସଫଳତା ପାଇପାରନ୍ତି। 2023 ମସିହାରେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ନିଜର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡ଼ିବ। ବର୍ଷ ଆରମ୍ଭରେ ଯେତେବେଳେ ଶନି ଦ୍ୱାଦଶ ଘରେ ରହିବେ ସେତେବେଳେ ଏମାନଙ୍କର ସ୍ୱାସ୍ଥ୍ୟ ପାଇଁ କିଛି ଖର୍ଚ୍ଚ ହେବ ଏବଂ ସ୍ୱାସ୍ଥ୍ୟ ବିଗିଡ଼ିପାରେ। ମୁଖ୍ୟତଃ ଏହି ବର୍ଷ ଏମାନେ ଆଖି ସମସ୍ୟା, ଆଖି ରୋଗ ଏବଂ ଗୋଡ଼ରେ ଆଘାତ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ସମୟରେ ଗଳା ଯନ୍ତ୍ରଣା, ଟନସିଲର ବୃଦ୍ଧି ପ୍ରଭୃତି ସମସ୍ୟା ମଧ୍ୟ ଦେଖାଦେଇପାରେ। ଏହି ସମୟରେ ଏମାନଙ୍କୁ ଏକ ଭଲ ରୁଟିନ୍ ଅନୁସରଣ କରିବାକୁ ପଡ଼ିବ ଏବଂ ଭଲ ଖାଇବାକୁ ପଡ଼ିବ ତଥା ନିଜର ଶରୀର ଯତ୍ନ ନେବାକୁ ପଡ଼ିବ। ପ୍ରତିକାର ସ୍ୱରୂପ ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ ଶନିବାର ଦିନ ଶନିଙ୍କର ପୂଜା କରନ୍ତୁ ଏବଂ ଶନିଙ୍କର ମନ୍ତ୍ର ଓମ୍ ସଂ ଶନିଶ୍ଚରାୟ ନମଃ
ଯେତେ ସମ୍ଭବ ସେତେ ପାଠ କରନ୍ତୁ। ଏହାଦ୍ୱାରା ସେମାନଙ୍କର ଲାଭ ହେବ। ଏ ହେଲା 2023 ମସିହା ପାଇଁ କୁମ୍ଭ ରାଶିର ରାଶିଫଳ ବା ଭାଗ୍ୟଫଳ। ତେବେ ମହାଦଶା ଏବଂ ଅନ୍ତର୍ଦଶାରେ ଭିନ୍ନତା ହେତୁ 2 ଜଣ କୁମ୍ଭ ରାଶିର ବ୍ୟକ୍ତିଙ୍କର ଭାଗ୍ୟଫଳ ବା ରାଶିଫଳରେ ସାମାନ୍ୟ ତାରତମ୍ୟ ମଧ୍ୟ ଦେଖାଦେଇପାରେ। ଆପଣମାନଙ୍କୁ ଭିଡ଼ିଓଟି କିପରି ଲାଗିଲା ନିଶ୍ଚୟ କମେଣ୍ଟସ୍ କରି ଜଣାନ୍ତୁ ଏବଂ ଯଦି ଭଲ ଲାଗିଥାଏ ତାହେଲେ ତାକୁ ନିଶ୍ଚୟ ଲାଇକ୍ ଓ ସେୟାର କରନ୍ତୁ ଏବଂ ଏପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁଣି ଭେଟ ହେବ ଅନ୍ୟ ଭିଡ଼ିଓରେ। ଧନ୍ୟବାଦ।